Hello everyone, this is Samir Suna and you are watching my YouTube channel. Now we will discuss about one of the most important topic. ଆଜି ଆମେ +2 ପଲିଟିକାଲ ସାଇନ୍ସର ଦ୍ୱିତୀୟ ଅଧ୍ୟାୟ ବିଷୟରେ ଆଲୋଚନା କରିବା, ଯାହା ରାଜନୈତିକ ଦଳ। ସେ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। Before we discuss about it, please everyone subscribe to my channel, like, comment and share in this ଭିଡ଼ିଓ। ବର୍ତ୍ତମାନ ଆମେ ରାଜନୈତିକ ଦଳ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଏକ ରାଜନୈତିକ ବ୍ୟବସ୍ଥାରେ ଯେକୌଣସି ଏକ ଗୋଷ୍ଠୀ କ୍ଷମତା ହାସଲ ଏବଂ ବ୍ୟବହାର କରିବା ପାଇଁ ସଂଗଠିତ ହୋଇଥାଏ ତାହାକୁ ରାଜନୈତିକ ଦଳ କୁହାଯାଏ। ଯଦି ଆମେ ଦେଖିବା କ'ଣ +2 ପଲିଟିକାଲ ସାଇନ୍ସ ସେକେଣ୍ଡ ଇୟରରେ ଦ୍ୱିତୀୟ ଅଧ୍ୟାୟରେ କ'ଣ ରାଜନୈତିକ ଦଳ ବିଷୟରେ ଆଲୋଚନା କରାଯାଇଅଛି ସମ୍ପୂର୍ଣ୍ଣ ଭାବରେ। ତ ଆମେ ଯଦି ଗୋଟାଏ ରାଜନୈତିକ ଦଳର ତା ଡେଫିନେସନ୍ ଖୋଜିବା, ତ ରାଜନୈତିକ ଦଳ ମାନେ କ'ଣ ଯଦି ଆମେ ଦେଖିବା, ତାହେଲେ ଆମେ ବୁଝିପାରିବା କ'ଣ ଏକ ରାଜନୈତିକ ବ୍ୟବସ୍ଥାରେ, ଗୋଟାଏ ରାଜନୈତିକ ପ୍ରକ୍ରିୟା ବା ବ୍ୟବସ୍ଥାରେ ଯେକୌଣସି ଏକ ଗୋଷ୍ଠୀ କ୍ଷମତା ହାସଲ ଏବଂ ବ୍ୟବହାର କରିବା ପାଇଁ, ଯଦି ଦେଖିବା ପାୱାରଟାକୁ କ'ଣ କ୍ୟାପଚର କରିବା ପାଇଁ ଏବଂ କ୍ଷମତା ହାସଲ ଏବଂ ବ୍ୟବହାର କରିବା ପାଇଁ ସଂଗଠିତ ହୋଇଥାଏ ତାହାକୁ ରାଜନୈତିକ ଦଳ କୁହାଯାଏ। ଯଦି ଆମେ ଦେଖିବା ଗୋଟାଏ ସମ୍ପୂର୍ଣ୍ଣ ତାର ତତ୍ତ୍ୱ ବା ତା ଆଇଡ଼ିଓଲୋଜି ନେଇ ଗୋଟାଏ ସମ୍ପୂର୍ଣ୍ଣ ଭାବରେ ଗୋଟାଏ ଗୋଷ୍ଠୀ କ୍ଷମତା ହାସଲ କରିବା ପାଇଁ ଏବଂ କ୍ଷମତାକୁ ବ୍ୟବହାର କରିବା ପାଇଁ ସଂଗଠିତ ହୋଇ ଆବଦ୍ଧ ହୋଇ ରହିଥାନ୍ତି, ତାହାକୁ ଆମେ କହିପାରିବା କ'ଣ ରାଜନୈତିକ ଦଳ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଦେଖିବା କ'ଣ ଗଣତନ୍ତ୍ରର ରାଜନୈତିକ ଦଳର ମହତ୍ତ୍ୱ। ଗଣତନ୍ତ୍ରରେ ଯଦି ଦେଖିବା, ଗଣତନ୍ତ୍ରରେ କ'ଣ ରାଜନୈତିକ ଦଳ ନିହାତି ଭାବରେ ଦେଖିବାକୁ ମିଳିଥାଏ। ତ ରାଜନୈତିକ ଦଳର ବୈଶିଷ୍ଟ୍ୟ ବା ମହତ୍ତ୍ୱ କ'ଣ ଆମେ ଆଜି ଆଲୋଚନା କରିବା। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଜନୈତିକ ଦଳମାନେ ଏକ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଯଦି ଆମେ ଦେଖିବା ଡେମୋକ୍ରେସି ପ୍ରୋସେସରେ ନିହାତି ଭାବରେ ରାଜନୈତିକ ଦଳମାନେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏମାନଙ୍କର ବିନା ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଆଦୌ କାର୍ଯ୍ୟକାରୀ କରିପାରିବ ନାହିଁ। ଯଦି ଦେଖିବା ଗଣତନ୍ତ୍ରରେ ରାଜନୈତିକ ଦଳ ବିନା କୌଣସି ପ୍ରକାରର କାର୍ଯ୍ୟକାରୀ ହୋଇପାରେ ନାହିଁ ବା ଗଣତନ୍ତ୍ର ତିଷ୍ଠି ରହିପାରିବ ନାହିଁ। ତେଣୁ ନିହାତି ଭାବରେ ରାଜନୀତିରେ କ'ଣ ବା ଗଣତନ୍ତ୍ରରେ ନିହାତି ଭାବରେ ରାଜନୈତିକ ଦଳର ରହିବା ନିହାତି ଦରକାର। ଇତିହାସରୁ ଜଣାଯାଏ ଯେ ରାଜନୈତିକ ଦଳଗୁଡ଼ିକ ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶ ବିଶେଷ ଭାବେ ଜନ୍ମ ଲାଭ କରିଛନ୍ତି। ଯଦି ଦେଖିବା ଆମେ ଦେଖିବା ରାଜନୈତିକ ବା ଇତିହାସରୁ ଜଣାଯାଏ ଯେ କ'ଣ ଜଣାଯାଏ, ରାଜନୈତିକ ଦଳଗୁଡ଼ିକ ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶ ବିଶେଷ ଭାବେ ଜନ୍ମ ଲାଭ କରିଥାନ୍ତି। ଯଦି ଦେଖିବା ରାଜନୈତିକ ଦଳମାନେ ଗଣତନ୍ତ୍ରରୁ ହିଁ ତାଙ୍କର ଜନ୍ମ ହୋଇଥାଏ ବୋଲି କୁହାଯାଏ। ଏହି ଦଳୀୟ ବ୍ୟବସ୍ଥା ଆଧୁନିକ ସମାଜକୁ ଇଂଲଣ୍ଡର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ଦେଖିବା ଏହି ଦଳୀୟ ବ୍ୟବସ୍ଥା ଆଧୁନିକ ସମାଜକୁ ଇଂଲଣ୍ଡର ଅବଦାନ କହିଲେ ଅତ୍ୟୁକ୍ତି। ପ୍ରଥମେ ଇଂଲଣ୍ଡରେ ନିହାତି ଭାବରେ ଗଣତନ୍ତ୍ରକୁ ତିଷ୍ଠି ରହିବା ପାଇଁ ରାଜନୈତିକ ଦଳ ମଧ୍ୟ ଗଠନ କରାଯାଇଥିଲା। ତେଣୁ ଇଂଲଣ୍ଡର ଅବଦାନ ନିହାତି ଭାବରେ ରହିଅଛି। ଇଂଲଣ୍ଡର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରାରମ୍ଭରୁ ଏହି ଦଳୀୟ ଶାସନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ନିହାତି ଭାବରେ ଯାହାରେ ଇଂଲଣ୍ଡରେ କ'ଣ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଥମରୁ ବା ପ୍ରାରମ୍ଭରୁ ଏହି ଦଳୀୟ ବ୍ୟବସ୍ଥାର ଆରମ୍ଭ ନିହାତି ଭାବରେ ହୋଇଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଏହି ଦଳୀୟ ଶାସନ ବ୍ୟବସ୍ଥା ପୃଥିବୀର ପ୍ରାୟ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ସାରିଥିଲା। ଯଦି ଦେଖିବାକୁ ଗଲେ ବିଂଶ ଶତାବ୍ଦୀରେ ନିହାତି ଭାବରେ ପ୍ରାରମ୍ଭରୁ ହିଁ ଦଳୀୟ ଶାସନ ବ୍ୟବସ୍ଥା ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରରେ ଗଣତାନ୍ତ୍ରିକ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇ ସାରିଥିଲା। ଯଦି ଦେଖିବା ଗଣତାନ୍ତ୍ରିକ ରାଷ୍ଟ୍ରରେ ନିହାତି ଭାବରେ ଦଳୀୟ ବ୍ୟବସ୍ଥା ବିକଶିତ ହୋଇକରି ରହିଥିଲା ନିହାତି ଭାବରେ ବିଂଶ ଶତାବ୍ଦୀରେ। ଏମାନଙ୍କର ବିନା ଗଣତନ୍ତ୍ରକୁ କାର୍ଯ୍ୟକାରୀ କରିବା କଥା ଆଦୌ ଚିନ୍ତା କରାଯାଇ ନପାରେ। ଯଦି ଦେଖିବା ୱିଦାଉଟ୍ ପଲିଟିକାଲ ପାର୍ଟି ଛଡ଼ା ଆମେ ଯଦି ଦେଖିବା ବିନା ପଲିଟିକାଲ ପାର୍ଟିରେ ଆମେ କୌଣସି ପ୍ରକାର ଗଣତନ୍ତ୍ର କାର୍ଯ୍ୟ ହାସଲ ମଧ୍ୟ କରିପାରିବା ନାହିଁ, ଆଦୌ ଚିନ୍ତା ମଧ୍ୟ କରିପାରିବା ନାହିଁ। ସେଥିପାଇଁ ନାହିଁ
ଦଳ ନାହିଁ ତ ଗଣତନ୍ତ୍ର ନାହିଁ। ଯଦି ଦେଖିବା ସେଇଥିପାଇଁ କୁହାଯାଏ କ'ଣ, ଦଳ ନାହିଁ ତ ଗଣତନ୍ତ୍ର ନାହିଁ। ଯଦି ଆମେ ଦେଖିବା ଯେଉଁ ରାଷ୍ଟ୍ରରେ କୌଣସି ରାଜନୈତିକ ଦଳ ନାହିଁ ସେହି ରାଷ୍ଟ୍ରରେ କ'ଣ ଗଣତନ୍ତ୍ର ନାହିଁ ବୋଲି ଆମେ କହିପାରିବା। ରାଜନୈତିକ ଦଳର ଅର୍ଥ ଆମେ ବର୍ତ୍ତମାନ ଦେଖିବା। ସାଧାରଣତଃ ରାଜନୈତିକ ଦଳ କହିଲେ ସାମାଜିକ ହିତ ବିଷୟରେ ଏକ ପ୍ରକାର ମତବଲମ୍ବୀ ଲୋକଙ୍କର ଦ୍ୱାରା ଗଠିତ ସଂଘ, ଯାହା ମାଧ୍ୟମରେ ସେମାନେ ନିଜର ଉଦ୍ଦେଶ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି। ଯଦି ଆମେ ଦେଖିବା ରାଜନୈତିକ ଦଳର ଅର୍ଥ ସାଧାରଣ ଭାବେ କହିଲେ ସାମାଜିକ ହିତ, ନିହାତି ଭାବେ ସାମାଜିକର କୌଣସି ଏକ ଉଦ୍ଦେଶ୍ୟକୁ ବା କୌଣସି ହିତ ବିଷୟରେ ଏକ ପ୍ରକାର ମତ ଲୋକମାନଙ୍କର ଗୋଟାଏ ମତ ହେଇ ସେମାନେ ଏକ ଗଠିତ ସଂଘ ବା ଗୋଟାଏ ସବୁ ଲୋକମାନଙ୍କର ମତ କରି ଗୋଟାଏ ସଂଘ ଗଠନ କରାଯାଏ, ଯାହା ମାଧ୍ୟମରେ ସେମାନଙ୍କର ନିଜର ଉଦ୍ଦେଶ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି। ନିହାତି ଭାବରେ ଯାହା ମାଧ୍ୟମରେ କ'ଣ ଯେଉଁ ସଂଗଠନ ମାଧ୍ୟମରେ ତାଙ୍କର କୌଣସି ଉଦ୍ଦେଶ୍ୟକୁ ହାସଲ କରିବାକୁ କୁହନ୍ତି ତାହାକୁ ଆମେ ରାଜନୈତିକ ଦଳ ବୋଲି ମଧ୍ୟ କହିପାରିବା। ଅନ୍ୟ ଶବ୍ଦରେ ସେହି ମହାନ ଭାବପନ୍ନ ବ୍ୟକ୍ତିମାନଙ୍କର ସମଷ୍ଟି ବା ସମାହାର ଯେଉଁମାନେ ସମାଜର ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ସାଂସ୍କୃତିକ ସମସ୍ୟା ଗୁଡ଼ିକର ଉତ୍ପତ୍ତି ଓ ସମାଧାନର ମାର୍ଗ ସମ୍ବନ୍ଧରେ ଏକମତ ଓ ଲକ୍ଷ୍ୟ ହାସଲ ନିମିତ୍ତ ମିଳିତ ଭାବରେ କାର୍ଯ୍ୟ କରିବାକୁ କୁହାଯାଏ। ଯଦି ଆମେ କହିବା, ଯଦି ଦେଖିବା ଅନ୍ୟ ଶବ୍ଦରେ ଯଦି ବୁଝିବାକୁ ଯିବା, ଯଦି ରାଜନୈତିକ ଦଳର ଅର୍ଥ ସେହି ସମଭାବପନ୍ନ ବ୍ୟକ୍ତିମାନଙ୍କର ସମଷ୍ଟି, ସମସ୍ତଙ୍କର ବ୍ୟକ୍ତିମାନଙ୍କର ସମଷ୍ଟି ବା ସମାହାର ଯେଉଁମାନେ ସମାଜରେ ଯେଉଁ ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ସାଂସ୍କୃତିକ ସମସ୍ୟା ଗୁଡ଼ିକର ଉତ୍ପତ୍ତି ଓ ସମାଧାନର ମାର୍ଗ, ନିହାତି ଭାବରେ ସମାଜରେ ଦେଖିବାକୁ ମିଳିଥାଏ ସାମାଜିକ ବିଶୃଙ୍ଖଳା ହେଉ କି ଅର୍ଥନୈତିକ ଅସୁବିଧା ହେଉ, ରାଜନୈତିକ ଅସୁବିଧା ତଥା ସାଂସ୍କୃତିକ ସମସ୍ୟା ଏଗୁଡ଼ିକର ଉତ୍ପତ୍ତି ଓ ସମାଧାନର ମାର୍ଗ ସମ୍ବନ୍ଧରେ ଏକମତ ଓ ଲକ୍ଷ୍ୟ ହାସଲ ନିମିତ୍ତ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମେ କହିପାରିବା କ'ଣ, ରାଜନୈତିକ ଦଳ ବୋଲିକିରି ତାଙ୍କୁ କହିପାରିବା ବା ସମୂହ ବୋଲିକିରି କୁହାଯାଇପାରିବ। ବର୍ତ୍ତମାନ ଆମେ କିଛି ଡେଫିନେସନ୍ ଦେଖିବା। ରାଜନୈତିକ ଦଳ କ'ଣ ତା ବିଷୟରେ ଆମେ ଡେଫିନେସନ୍ କିଛି ଜାଣିଲେ ଜାଣିପାରିବା, ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା। ଡବି ମୁନରୋଙ୍କର ମତରେ ରାଜନୈତିକ ଦଳ ବିନା କୌଣସି ସ୍ଥାନରେ ମୁକ୍ତ ସରକାର ଗଠନ କରିବା ସମ୍ଭବ ନୁହେଁ। ଯଦି ଦେଖିବା ଡବି ମୁନରୋଙ୍କର ମତରେ ରାଜନୈତିକ ଦଳ ବିନା ୱିଦାଉଟ୍ ପଲିଟିକାଲ ପାର୍ଟିରେ କୌଣସି ପ୍ରକାର ମୁକ୍ତ ସରକାର, ଗୋଟାଏ ସୁସ୍ଥ ସରକାର ବା ମୁକ୍ତ ସରକାର ଆମେ ଗଠନ କରିବା ସମ୍ଭବ ହୁଏ ନାହିଁ। ଏହି ଦଳଗୁଡ଼ିକ ଜନସାଧାରଣ ଓ ସରକାର ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାନ୍ତି। ନିହାତି ଭାବରେ ଯଦି ଦେଖିବା ସରକାର ଏବଂ ଲୋକମାନଙ୍କର ମଧ୍ୟରେ ଯୋଗସୂତ୍ର କରିବାର ମାଧ୍ୟମ ହେଉଛି ରାଜନୈତିକ ଦଳ। ତେଣୁ ୱିଦାଉଟ୍ ପଲିଟିକାଲ ପାର୍ଟିରେ ଆମେ କୌଣସି ପ୍ରକାର ମୁକ୍ତ ସରକାର ବା ସୁସ୍ଥ ସରକାର ବିଷୟରେ ଆମେ ମଧ୍ୟ ଚିନ୍ତା କରିପାରିବା ବା କଳ୍ପନା କରିପାରିବା ନାହିଁ। ଏଡମଣ୍ଡ ବର୍ନଙ୍କର ମତରେ ଦଳେ ବ୍ୟକ୍ତି ଯେତେବେଳେ ସେମାନଙ୍କର ଚିନ୍ତା ତଥା ନୀତି ଦ୍ୱାରା ଜାତୀୟ ସ୍ୱାର୍ଥର ଅଭିବୃଦ୍ଧି ସାଧନା ପାଇଁ ଏକାଠି ହୋଇଥାନ୍ତି, ଆମେ ତାହାକୁ ରାଜନୈତିକ ଦଳ କହୁ। ନିହାତି ଭାବରେ ଆମେ ଯଦି ଦେଖିବା ଏଡମଣ୍ଡ ବର୍ନଙ୍କର ମତରେ ବ୍ୟକ୍ତି ଯେତେବେଳେ ଦଳେ ବ୍ୟକ୍ତି, ନିହାତି ଭାବରେ ଗୋଟାଏ ଗୋଷ୍ଠୀ ଅତ୍ୟାଧିକ ବ୍ୟକ୍ତି ଦଳେ ବ୍ୟକ୍ତି ଯେତେବେଳେ ତାଙ୍କର ଚିନ୍ତା, ନୀତି ଏବଂ ଜାତୀୟ ସ୍ୱାର୍ଥର, ନିହାତି ଭାବରେ ତାଙ୍କର ଆଞ୍ଚଳିକ ସମସ୍ୟା ହେଉ, ସାମାଜିକ ସମସ୍ୟା ହେଉ କିମ୍ବା ରାଜନୈତିକ କିମ୍ବା ତାଙ୍କର ଅର୍ଥନୈତିକ ସମସ୍ୟା ହେଉ, ସବୁ ସମସ୍ୟାର ଚିନ୍ତା ବା ସବୁ ସମସ୍ୟାକୁ ନେଇକି ଦଳେ ଲୋକ ନିଜର ସ୍ୱାର୍ଥ ବା ଅଭିବୃଦ୍ଧି ସାଧନା ପାଇଁ ଏକାଠି ହୋଇଥାନ୍ତି। ତାଙ୍କର କ'ଣ ଏକାଠି ହୋଇଥାନ୍ତି, ଆମେ ତାହାକୁ ଏକ ରାଜନୈତିକ ଦଳ କହୁ। ନିହାତି ଭାବରେ କୌଣସି ଉଦ୍ଦେଶ୍ୟ ତାଙ୍କର ଅଛି ଏବଂ ଉଦ୍ଦେଶ୍ୟକୁ ହାସଲ କରିବା ହେଉଛି ଗୋଟାଏ ରାଜନୈତିକ ଦଳର ଲକ୍ଷ୍ୟ ବୋଲି କହିପାରିବା ବା ଆମେ ତାହାକୁ ରାଜନୈତିକ ଦଳ ବୋଲି କହିଥାଉ। ତାପରେ ଦେଖିବା ମାକଆଇଭରଙ୍କର ମତରେ ଏକ ସଂଗଠନ ନିଜର ନୀତି ତଥା ଆଦର୍ଶକୁ ସାମ୍ବିଧାନିକ ଉପାୟରେ ରାଷ୍ଟ୍ରନୀତି ସହ ସାମିଲ କରିବା ପାଇଁ ଉଦ୍ୟମ କରେ, ତେବେ ତାହାକୁ ରାଜନୈତିକ ଦଳ କୁହାଯାଏ। ଯଦି ଦେଖିବା
ଆଇଭରଙ୍କର ମତରେ ଏକ ସଂଗଠନ ନିହାତି ଭାବରେ ସଂଗଠନ ଯଦି ଅଛି ନିହାତି ଅତ୍ୟନ୍ତ ବହୁତ ଲୋକ ବା ଦଳେ ଲୋକ ଥିବେ ବୋଲି ଆମେ ଅନୁମାନ କରିବା। ନିଜର ନୀତି ତଥା ଆଦର୍ଶକୁ ନିଜର ଯେଉଁ ପ୍ରକାରର ଆଇଡ଼ିଓଲୋଜି ଅଛି ତାକୁ କ'ଣ ସାମ୍ବିଧାନିକ ଉପାୟରେ ରାଷ୍ଟ୍ର ନୀତି ସହ ସାମିଲ କରିବା ପାଇଁ ଉଦ୍ୟମ କରେ। ନିହାତି ଭାବରେ ରାଷ୍ଟ୍ରର ନୀତି ସହିତ ରାଷ୍ଟ୍ରର ବେନିୟମ ନୀତି ନିହାତି ଭାବରେ ରହିଥିବା ଦରକାର। ସେହି ନୀତି ସହିତ ଉଦ୍ୟମ କରିବା ପାଇଁ କରେ ତେବେ ତାହାକୁ ରାଜନୈତିକ ଦଳ କୁହାଯାଏ। ଯଦି କୌଣସି ଏକ ଗୋଷ୍ଠୀ ନିହାତି ଭାବରେ ସାମ୍ବିଧାନିକ ଆଧାରରେ ନେଇକି ସେମାନେ ନିଜର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସଂଗଠିତ ହୋଇଥାନ୍ତି ତାହାକୁ ଆମେ ରାଜନୈତିକ ଦଳ କହିଥାଉ ବୋଲି କହିଛନ୍ତି ମାକ୍ଆଇଭର। ଅଧ୍ୟାପକ ଗିଲଖ୍ରିଷ୍ଟ କହିଛନ୍ତି ଯେ ରାଜନୈତିକ ଦଳ ହେଉଛି ସଂଗଠିତ ନାଗରିକମାନଙ୍କର ଅନୁଷ୍ଠାନ। ଯଦି କହିବା ରାଜନୈତିକ ଦଳ ଏକ ସୁସଂଗଠିତ ନାଗରିକମାନଙ୍କର ଅନୁଷ୍ଠାନ ବୋଲିକିରି ଗୋଟାଏ ଅନୁଷ୍ଠାନ ବା ଗୋଟାଏ ସଂଘ ବୋଲି କୁହାଯାଏ କହିଛନ୍ତି ସେ। ଯେଉଁମାନେ ନିଜର ରାଜନୈତିକ ବିଚାର ଦ୍ୱାରା ପ୍ରଭାବିତ ହୋଇ ଏକ ସଂଗଠନ ମାଧ୍ୟମରେ ସରକାରଙ୍କୁ ନିୟନ୍ତ୍ରଣ କରିଥାନ୍ତି ନିହାତି ଭାବରେ ସେମାନଙ୍କର ଗୋଟାଏ ସଂଗଠନ ନାଗରିକମାନେ ସଂଗଠନ ହେବେ ଏବଂ ନିଜର ବିଚାରକୁ ସରକାରଙ୍କର ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣ ନିହାତି ଭାବରେ କରିଥାନ୍ତି। ରାଜନୈତିକ ଦଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାର ଗୃହୀତ ରାଜନୈତିକ ଆଦର୍ଶ ଓ ନୀତିକୁ ଜନସାଧାରଣଙ୍କର ସମର୍ଥନ ଦ୍ୱାରା କାର୍ଯ୍ୟକାରୀ କରିବା। ନିହାତି ଭାବରେ ଗୋଟାଏ ରାଜନୈତିକ ଦଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଲୋକମାନଙ୍କର କ'ଣ ସମସ୍ୟାକୁ ନେଇ ସରକାରଙ୍କ ସହିତ ଯୋଗାଯୋଗ କରିବାର ଗୋଟେ ମାଧ୍ୟମ ବୋଲି କହିଛନ୍ତି ସେ। ଆଧୁନିକ ରାଜନୀତି ବିଜ୍ଞାନ ମିଶର ଦୁର୍ଭଜଙ୍କ ରାଜନୈତିକ ଦଳଗୁଡ଼ିକ ମୁଖ୍ୟତଃ ସାଂଗଠନିକ ବ୍ୟବସ୍ଥା ରୂପେ ବିଚାର କରି କୁହନ୍ତି ଯେ ରାଜନୈତିକ ଦଳ ହେଉଛି ଦଳେ ବ୍ୟକ୍ତିଙ୍କର ସମାହାର ଯେଉଁମାନେ ସେମାନଙ୍କର ସଂଗଠନ ମାଧ୍ୟମରେ କ୍ଷମତା ଆହରଣ କରିବା ସହ ରାଜନୈତିକ ବ୍ୟବସ୍ଥାରେ ତାହାକୁ କାର୍ଯ୍ୟକାରୀ କରିଥାନ୍ତି। ନିହାତି ଭାବରେ ଯଦି ଦେଖିବା ମିଶରଙ୍କର ମତ ଅନୁସାରେ ରାଜନୈତିକ ଦଳଗୁଡ଼ିକ ମୁଖ୍ୟତଃ ସାଂଗଠନିକ ବ୍ୟବସ୍ଥା ଗୋଟାଏ ବ୍ୟବସ୍ଥା ଏଇଟା କୁହାଯାଇପାରିବ ଗୋଟାଏ ସଂଗଠନ ବୋଲି କହିପାରିବା ଆମେ ରୂପେ ବିଚାର କରି କହନ୍ତି ଯେ ରାଜନୈତିକ ଦଳ ହେଉଛି ଦଳେ ବ୍ୟକ୍ତିମାନଙ୍କର ସମାହାର। ନିହାତି ଭାବରେ ଗୋଟାଏ ବ୍ୟକ୍ତି ଦ୍ୱାରା ଏକ ରାଜନୈତିକ ଦଳ ତିଆରି କରାଯାଏ ନାହିଁ। ନିହାତି ଭାବରେ ଦଳେ ବ୍ୟକ୍ତି ନିହାତି ଭାବରେ ରହିବାର ଦରକାର ଯେଉଁମାନେ ସେମାନଙ୍କର ସଂଗଠନ ମାଧ୍ୟମରେ କ୍ଷମତା ଆରୋହଣ କରିବା ସହ ରାଜନୈତିକ ବ୍ୟବସ୍ଥାରେ ତାହାକୁ କାର୍ଯ୍ୟକାରୀ କରନ୍ତି। ନିହାତି ଭାବରେ ତାଙ୍କର କିଛି କ୍ଷମତା ହାସଲ କରିବେ ଏବଂ ରାଜନୈତିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ ମଧ୍ୟ ଲୋକମାନଙ୍କର ଦ୍ୱାରା କରିବେ ବା ସରକାରଙ୍କ ସହିତ ଯୋଗସୂତ୍ର ମଧ୍ୟ ରହି କରିବେ।